ଆଦିର ସତ୍ସଙ୍ଗରେ ଭବିଷ୍ୟତ ଇଷ୍ଟପ୍ରାଣ ଗୃହୀ ସମସ୍ତେ ଅବସର ସତ୍ସଙ୍ଗ ଉଦ୍ଦେଶ୍ୟ ଏବଂ ସମସ୍ତ ଅବଗତ খুব সুন্দর ভাবে ভজন কীর্তন ভিতর দেই সুন্দর ভাবে কালী ভাই কথা কହୁଥିଲେ কালী ভাই সে তার যে লটিং পয়েন্ট কথা কହୁଥିଲେ লটিং পয়েন্টটা প্রকৃত বাস্তবিক যেতবে শিশুটি তার মা গর্ভরে রহিলা তা পরঠাରୁ তার সেন্সরি পার্টটাকে আক্টিভ হয়ে যায় সব জাঁপারে যেটাকি আপনার সামনে জাঁচান যে অভিমন্যু যেটা মা গর্ভর লা কেউ হব সেটা চেতনা অবস্থা ଆଉ ଠାକୁର କହୁଛନ୍ତି ଏଇଟା ଯେତେବେଳେ ସେ ମାଆ ଗର୍ଭର ଥାଏ ତା ପର୍ଯ୍ୟନ୍ତ 6 ବର୍ଷ 5 ବର୍ଷ ପର୍ଯ୍ୟନ୍ତ ତାର ସେନ୍ସରି ପାର୍ଟଟାକୁ କାମ ଯେତେବେଳେ ଆମେ ଭାଇ କଥା ସୁନ୍ଦର ଭାବେ କଥାକୁ ଭାଇ ସୁନ୍ଦର ଭାବେ କାଳି ଭାଇ କରୁଛନ୍ତି ମୋ ଭାଷାରେ ମୁଁ କହିବା ପାଇଁ ଚେଷ୍ଟା କରୁ କଥା ହେଉଛି ଯେ ସେତେବେଳେ ସେ ସବୁ ଜିନିଷ ଜାଣିପାରେ ତାର ଆଖିରେ କାନରେ ସବୁ ଜାଣିପାରେ ତ ସେ କ'ଣ ଶିଖିବ ପରିବେଶ ଭିତରେ ଯଦି ପ୍ରକୃତରେ ବାବା ମା ସେଭଳିଆ ତାର ଲିଙ୍କ୍ କରୁଛି ଆମର ଜ୍ୟୋତି ଭାଇ ନିଷ୍ଠନିଷ୍ଠ କରିବା ପାଇଁ ଯାଇ ସ୍ପଷ୍ଟତା ନିବେଦନ କରାଯାଇଛି ବା ଆମେ ଚେଷ୍ଟା କରୁ ସମସ୍ତେ ନିଷ୍ଠନିଷ୍ଠ ହେଇଯାଉଛି ପ୍ରକୃତରେ କେତେ ପରିମାଣରେ ମୁଁ ଶିକ୍ଷିତ ମାନେ ଏ ପରିବାର ପରିପାଳନରେ ମାନେ ପରିପୋଷଣରେ କେତେ ମୁଁ ପକଡ଼ ଯେମିତି ମାନେ ଏଇ ସଂସାର ଜୀବନ ଭିତରେ ଯେ ପହଁରା ଯଦି ମୁଁ ଶିଖି ନାହିଁ ତାର କେମିତି ପହଁରିବି କେମିତି ସେଥିପାଇଁ ସେ ଠାକୁରଙ୍କ ଚନ୍ଦ୍ର ଆସିଲେ ଜୀବନଟାକୁ ସୁଖମୟ କରିବା ପାଇଁ ଉପଭୋଗ୍ୟ କରିବା ପାଇଁ ସମୃଦ୍ଧମୟ କରିବା ପାଇଁ ଯଦି ଜୀବନଟାକୁ କେମିତି ଭାବରେ ଉପଭୋଗ କରିପାରିବ କ'ଣ ଟିକେ ପଏଣ୍ଟକୁ ଆସେ ଗୋଳିଆ ମିଶା ଟିକେ ହେଇଯିବା ପରେ ଗୋଟେ ପଏଣ୍ଟକୁ ଆସେ ଏଠି ଅଛନ୍ତି ଆମର କୃଷ୍ଣ ଭାଇ ଅଛି ଅନ୍ତର୍ଜାମୀ ଭାଇ ନାହିଁ ନାହାନ୍ତି ସିଂହ ଭାଇ ଅଛନ୍ତି କଥା କହି ରଖେ ଯୁବଦଶବା ନାହାନ୍ତି ପରେ ଶୁଣିବେ ଏଠି କହି ରଖେ ଯେ ଆମର କୃଷ୍ଣ ଭାଇ ହେଉଛନ୍ତି ମାନେ ଭାଗ୍ୟବାନ ଅନ୍ତର୍ଜାମୀ ଭାଇ ଭାଗ୍ୟବାନ ପଏଣ୍ଟକୁ ଆସିବି ଯେଉଁ ଆମର ଜ୍ୟୋତି ଭାଇ କଥା କହୁଥିଲେ ଶୁଣିଥିଲି ଯେ ମୁମ୍ବାଇରେ ଜଣେ ଧନିକ ବ୍ୟକ୍ତି ମାନେ ବହୁତ ଧନ ତାଙ୍କ ସମ୍ପତ୍ତି ଅଛି ତାଙ୍କର ବାବା ମା ନାହାନ୍ତି ତାଙ୍କର ଏକମାତ୍ର ପୁତ୍ର ଏ କିଶୋର ଅବସ୍ଥା ଥାଏ ତାକୁ କ'ଣ କଲେ ସେ ପିଲାଟାକୁ ନେଇକି ଓଲ୍ଡ ଏଜ୍ ହୋମ୍ ତାକୁ ନେଇ ରଖିଥିଲେ ଓଲ୍ଡ ଏଜ୍ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଯେ ଧନୀ ପଇସା ପତ୍ର କିଛି ଅଭାବ ନାହିଁ ଓଲ୍ଡ ଏଜ୍ ହୋମ୍ କୋଉମାନେ ରଖନ୍ତି ଯେତେବେଳେ ବାପା ମାଆଙ୍କୁ ସେମାନେ ପରିପୋଷଣ କରିପାରନ୍ତି ନାହିଁ ବା ସେମାନଙ୍କ ଭିତରେ କୌଣସି ପ୍ରକାର କଷ୍ଟ ଅନୁଭବ କରିଦିଅ ବାପା ମାଆଙ୍କୁ ସେବା କରିବାକୁ ଦେଖି ତାର ସତ୍ସଙ୍ଗ କରିବାରେ ସେ ଆମେ ଦେଖିବାକୁ ଆମେ ପାଉନା କିନ୍ତୁ ସେପଟେ କ'ଣ କରୁଛନ୍ତି ନା ନେଇକି ଛାଡ଼ି ଦିଅନ୍ତି ଓଲ୍ଡ ଏଜ୍ ହୋମ୍ରେ କିନ୍ତୁ ଗୋଟେ କିଶୋର ଅବସ୍ଥାରେ ପିଲାଟାକୁ ଯେ ଓଲ୍ଡ ଏଜ୍ ହୋମ୍ରେ ଛାଡ଼ୁଛନ୍ତି ତାର କାରଣଟା କ'ଣ ତାପରେ ପଚରା ଯାଇକି ସେ କହୁଛନ୍ତି ଯେ ପିଲାଟା ଟିକେ ଅବାଟକୁ ଚାଲିଯାଇଛି ତେଣୁ ବୟସ୍କ ଲୋକମାନେ ସେଟା ରହିଲେ ସେ ବାଟକୁ ଚାଲି ଆସିଲେ କଥାଟା ହେଉଛି କହି ରଖେ ଯେ ପ୍ରକୃତିରେ ଆଜି ଆମେ ଠାକୁର ଯେମିତି କହିଲେ ଯେ ଯେଦ ତୁମାକେ ଜନ୍ମ ଦିଲେন ଜନ୍ମ ପାଳି ଯିଏ ସେଇଠି ତୁମର ଦେବତା ପ୍ରଧାନ ସେବା ଦୁଃଖ ଆସେ ଯଦି ମୁଁ ବାପା ମାନଙ୍କର ସେବାଟା କରେ କେବଳ ମୋର ଦୁଃଖ ନାଶ ହୁଏ ତାଙ୍କ ଋଣ ମୁଁ କେବେ ଶୁଝିପାରିବିନି କିନ୍ତୁ ଏଇ ଯେଉଁ ପ୍ରକାର ମୁଁ ସେବାଟା ଯେ କରିବି ଯେମିତି ପୂର୍ବରୁ ଥରେ ମୁଁ ଆଲୋଚନା କରିଥିଲି ଆମର ଜଣେ ବକ୍ତା ଆସିଥିଲେ ତା ବିଷୟରେ କହୁଥିଲେ ମୁଁ ଆଜି ଝିଅର ବାର୍ଥଡେ ବା ପୁଅର ବାର୍ଥଡେ କରିପାରୁଛି କିନ୍ତୁ ମୋର ପିଲାମାନେ ମୋର ବାର୍ଥଡେ କେତେ କରୁଛନ୍ତି କିନ୍ତୁ ତାଙ୍କ ଅଭ୍ୟାସ ହେଇଯିବ ଜିନିଷଟା କ'ଣ ଯେ ସେମାନେ ପିଲାମାନଙ୍କ ପାଇଁ ବାପା ମା ନିର୍ଦ୍ଦିଷ୍ଟ ଯେ ଆମର ବାର୍ଥଡେ ପାଳନ କରିବାକୁ କିନ୍ତୁ ଏଇ ଯେଉଁ ପ୍ରକାର କଥା ଆସୁଛି ଏଇ କଥା କହୁଛି ଭାଗ୍ୟବାନ ଆମର କୃଷ୍ଣ ଭାଇ ଅନ୍ତର୍ଜାମୀ ଏଇ କୃଷ୍ଣ ମାନେ ଭାଗ୍ୟବାନ ଯେ କାହିଁକି ଯାଇକି ଭାଗ୍ୟବାନ ତାଙ୍କର ବି ସୁଯୋଗ ଅଛି ମୋ ନିଜ ବ୍ୟକ୍ତିଗତ କଥା କହିବି ମୋ ନିଜ କଥା କହିବି ଯେ ପ୍ରକୃତରେ ମୋର ଯେତିକି ମୋ କରିବା କଥା ମୋ ବାବାଙ୍କ ପାଇଁ ମୋ ମାଆଙ୍କ ପାଇଁ କରିସାରିଛି ଆଉ ବର୍ତ୍ତମାନ ମୋର ସୁଯୋଗ ବି ନାହିଁ ସୁଯୋଗ ବି ନାହିଁ ଯଦି ମୁଁ କିଛି କରିକିରି ବି ସେବାଟା କରିଲେ ମୋର ପିଲାମାନେ ଦେଖିବେ ମୋ ପୁଅ ଦେଖିବ କି ମୋ ସ୍ତ୍ରୀ ଦେଖିବ କି ମୋର ପୁତୁରା ଝିଅମାନେ ଦେଖିବେ ମୁଁ ଯେଉଁ ପ୍ରଭାବ ଭାବରେ ସେବା କରୁଛି ତାକୁ ଦେଖି ପିଲାମାନେ ଶିଖିବେ ଆଉ ସେଥିପାଇଁ ଆଉ ଏଠୁ ସ୍ୱୀକାର କରା ଆଉ ନାହିଁ ଚିନ୍ତା କଲେ ହେବନି କଥା ହେଉଛି ଏଥିପାଇଁ ଆମେ ଭାଗ୍ୟବାନ ପ୍ରକୃତ ସେମାନେ ନିଷ୍ଠ ହୁଅନ୍ତି ଆଉ ସେଇ ଭାବରେ ଠାକୁରଙ୍କର ବାଣୀ ଅଛି କୋଭିଡ଼ ଭାବରେ ଯେ ବୀଜ ଯେପରି ତା'ର ଉପଯୁକ୍ତ ମାଟିରେ ଯଥା ବିହିତ ଅଚ୍ୟୁତ ଭାବରେ ଯଦି ଯୁକ୍ତ ନହେଲା ତାହେଲେ ବୀଜ କେବଳ ମଧ୍ୟ ଅଙ୍କୁରିତ ହେବନି ଆଉ ସେହିପରି ଇଷ୍ଟଙ୍କଠାରେ ଆଦର୍ଶଙ୍କଠାରେ ବା ଗୁରୁଙ୍କଠାରେ ଯଦି ବିହିତ ଭାବରେ ଯଦି ଆମେ ଅଚ୍ୟୁତ ଭାବରେ ଯଦି ଆମେ ତାଙ୍କ ସହିତ ଯଦି ଆମେ ଯୁକ୍ତ ନ ହେଉ ବା ତପସ୍ୟା ଯଦି ଆମେ ନ କରୁ ତାହେଲେ ମାନେ ଆମର ତାଙ୍କ ସହିତ ବା ଏଇ ଯେଉଁ ବୀଜମନ୍ତ୍ର ଆମେ ପାଇଛେ ସେ ବୀଜମନ୍ତ୍ର ଯେବେ ମଧ୍ୟ ଉଦ୍ଭୁତ ହେବ ନାହିଁ କେବେ ମଧ୍ୟ ଅଙ୍କୁରିତ ହେବ ନାହିଁ ବାହାରେ ବା କଥା ଯେ ମୋ ଭିତରେ ଏଇ ଯେ ବୀଜମନ୍ତ୍ରଟା ମୁଁ ଆଜି ପାଇଛି ମୋର ଅଙ୍କୁରିତ ହେବ କେତେବେଳେ ଯଦି ମୋ ଆଚାର୍ଯ୍ୟ କଠାରେ ଆଦର୍ଶ କଠାରେ ଯଦି କନିଷ୍ଠ ହେଉଥିଲି ବହୁତ ବେଳେବେଳେ ଆସେ କମ୍ପ୍ଲିକେସନ୍ ଜିନିଷ ଆସେ ଯେ ଆଚାର୍ଯ୍ୟ କଠାରେ
ଯୁକ୍ତ ହେବାର ସୁଯୋଗ ନାହିଁ, କେତେ ଥର ମୁଁ ଆଶ୍ରମ ଯିବି ବା ତାଙ୍କ ସହିତ କେତେ ସମୟ ସାରି ଲାଭ କରିପାରିବି। କିନ୍ତୁ ଯେଉଁ ସମୟରେ ଯାହା ନିର୍ଦ୍ଦେଶ ଆସୁଛି ମୁଁ କେତେଭଳି ଭାବରେ ମୋ ସତ୍ସଙ୍ଗ ସହିତ ମୋ ଇନଭଲ୍ଭମେଣ୍ଟ ଅଛି, ମୋ ଆଟାଚମେଣ୍ଟ ଅଛି କେଉଁଠି ମୋ ସତ୍ସଙ୍ଗ ସହିତ, ମୋର ମନ୍ଦିର ସହିତ, ମୋର ଠାକୁରଙ୍କୁ ଯେଉଁମାନେ କାମ କରୁଛନ୍ତି ସେଇ ପରିମାନଙ୍କ ସହିତ ବା ସେଇମାନଙ୍କ ସହିତ ମୁଁ କେତେ ପରିମାଣରେ ମୁଁ ତାଙ୍କ ସହିତ ଇନଭଲ୍ଭମେଣ୍ଟ ଅଛି। ଯଦି ଅଛି ତାକୁ ମୋର ଆଟାଚମେଣ୍ଟ ଅଛି ଯେ ମୋ ଭୁଲଟା ବୁଝିପାରିବି। ଆଉ ଯେତେବେଳେ ମଣିଷ ଭୂମିଷ୍ଠ ହେଉଥିବ, ଇଷ୍ଟନିଷ୍ଠ ହେଉଥିବ, ତା'ର ବାପା ମାଆଙ୍କ ପ୍ରତି ସେଟା ସୁଯୋଗ କେମିତି ଆସିବ। ସେତେବେଳେ ଠାକୁର ତା କଥା କହିଲେ, କିନ୍ତୁ ଗୋଟେ ବାଣୀ ଅଛି ଯେଉଁ କଥା କହୁଥିଲେ, ଗୋଟେ ପିଲା ଶିଖିବାକୁ ମାନେ ଦରଟି କଥା କହିବା ବେଳେ ଅଛି ତା ପୂର୍ବରୁ ଅଛି ମାନେ ଯାହା ଯାହା ଆମେ ପ୍ରକୃତ ଆମେ ଶିଖେଇଥିବୁ ପିଲାଟିକୁ ଆଉ ସେଇ ଜିନିଷଟା ହିଁ ତା ଭିତରେ ପ୍ରଭାବଟା ପଡ଼ିବ। ପ୍ରକୃତରେ ଆମେ କେତେ ଭାବରେ ମୁଁ ଆଜି ପରଫେକ୍ଟ ଅଛି ବା ପ୍ରକୃତ ଅଛି ଯେ ଠାକୁରଙ୍କୁ ଧରିବି, ଠାକୁରଙ୍କୁ ଭିତରକୁ ନେଇକି ଧ୍ୟାନକୁ ନେଇକି କେମିତି ହେଇପାରିବ। କଥାଟା କହିଲ କଥା ଯେ ସେଦିନ ମାନେ ପରିବାରର ସଂସ୍କାର ପ୍ରକୃତ ଭାବରେ ସେଦିନ ମାନେ ପୂଜନୀୟ ଅବିନ୍ଦା ଯଦି ଛୋଟ ହେଇଥାନ୍ତି ବାଳ ହେଇଥାନ୍ତି, ହଠାତ୍ ଦିନେ ଗୋଟେ ଠାକୁରଙ୍କୁ ଜଣେ କରିବି ଜଣେ ତାଙ୍କୁ ଦୁଇଟି ଚକୋଲେଟ୍ କ'ଣ କଲେ ଆଣିକି ଦେଲେ ତାକୁ ନେବା ପାଇଁ। ତ ସେ ମାନେ ଅବିନ୍ଦା କହୁଛନ୍ତି ନା ମୁଁ ଏଇଟା ନେଇପାରିବିନି, ମୁଁ ଯାଉଛି ମାଆଙ୍କୁ ପଚାରି ଆସେ। ସାଙ୍ଗେ ସାଙ୍ଗେ ନେଉନାହାନ୍ତି, କାହିଁକି ଆସୁନି ମାଆଙ୍କୁ ପଚାରି ଆସିଲା ପରେ ମୁଁ ଆପଣଙ୍କୁ କହିବି। ନାଇଁ ନେଇ ଆସୁନି, ଆସିଲାକୁ ତାଙ୍କ ମାଆ ବସୁଛନ୍ତି, ମାନେ ବୈରାଣୀ ମାଆ ବସୁଛନ୍ତି, ଆଉ ତାପରେ ମାନେ ମା ବା ବର୍ତ୍ତମାନ ଆଚାର୍ଯ୍ୟଙ୍କର ମାଆ ବସୁଛନ୍ତି। ତେଣୁ ଶାଶୁ ବୋହୂ ଦୁଇଟା ବସିଛନ୍ତି, ପୁଅ ବି ଆସୁଛି, ଆସିକି ତାଙ୍କ ମାଆକୁ ସେ କହିବ ନା, ମା ତାଙ୍କ ଆଟାଚମେଣ୍ଟ ଅଛି। ତାପରେ ମା ଜଣେ ଭାଇ ଜଣେ କହୁଛନ୍ତି ଦୁଇଟା ଚକୋଲେଟ୍ ମୋତେ ଦେଉଛନ୍ତି, ଆଉ ଚକୋଲେଟ୍ ମୁଁ କ'ଣ ଆଣିକି ଖାଇପାରିବି? ତାଙ୍କ ମା କିଛି କହୁନାହାନ୍ତି। ପୁଣି ସେକେଣ୍ଡ ଟାଇମ୍ ଆଉଥରେ ପଚାରୁଛନ୍ତି ମା ଯେ ମୋତେ କହୁନ କାହିଁକି ମୁଁ ଖାଇପାରିବି, ସେ କାହିଁକି କହୁନାହାନ୍ତି କାହିଁକି? ତାଙ୍କ ପାଖରେ ତାଙ୍କ ମା ଅଛନ୍ତି, ତାଙ୍କ ଶାଶୁ ଆଚାର୍ଯ୍ୟଙ୍କର ମା ବସୁଛନ୍ତି, ଯେହେତୁ ଗୁରୁଜନ ବସୁଛନ୍ତି। ଦେଖନ୍ତୁ କେଉଁଠି ଭାବରେ ଗୁରୁଜନ ବସୁଛନ୍ତି, କିନ୍ତୁ ପିଲାଟିକୁ ସେ କିଛି କହିପାରୁନାହାନ୍ତି। କିନ୍ତୁ ସେକେଣ୍ଡ ଟାଇମ୍ ରିପିଟ୍ କରିକି ଅବିନ୍ଦା ପଚାରୁଛନ୍ତି, ସେତେବେଳେ ତାଙ୍କ ଜେଜେମା ଆଚାର୍ଯ୍ୟଙ୍କର ଯେ ମା ସେ କହୁଛନ୍ତି ଯେ ବାବା ଯେ ତୁ ଗୋଟିଏ ଚକୋଲେଟ୍ ଆଣିକି ଖାଇପାରୁ। ତାପରେ ସେ ଯାଉଛନ୍ତି, ଯାଇକି ସେ କହୁଛନ୍ତି ଦାଦା ଯେ ମୁଁ ଗୋଟେ ନେଇପାରେ। ଦେଖନ୍ତୁ ଏଠି ପରିବାରରୁ ଶିଖିବା କଥା ଯେ ପିଲାଟି ଯେତେବେଳେ କିଏ ଉପହାର ଦେଉଛି ବା କିଏ ସଂସ୍କୃତି ଯାହା ଜିନିଷ ଦେଉଛି, କେଉଁ ପିଲାଟି ଠାକୁର ତ ନାରୀ ନୀତିରେ କହିଛନ୍ତି ଯେ ପ୍ରକୃତ ଝିଅ ପିଲାଟି କାହାଠାରୁ କୌଣସି ଉପହାର ଗ୍ରହଣ କରିବା କଥା ନୁହଁ, ନା ନିଜର ବାଧ୍ୟ ବା ନିଜ ରକ୍ତର ସମ୍ପର୍କ ଉପହାର ଦେବା ପରେ। ଯେତେବେଳେ ଯେତେବେଳେ ପୁରୁଷ ପିଲାଟି ସେତେବେଳେ କିନ୍ତୁ କହୁଛନ୍ତି ଗୋଟେ ଜିନିଷ ଆଣୁଛନ୍ତି, ପୁଣି କ'ଣ ନା ମାଆଙ୍କର ଅନୁମତି ନେଇ ସେ ଜିନିଷଟାକୁ ଉପହାର ସେ ଗ୍ରହଣ କରୁଛନ୍ତି। ପୁଣି ଯେତେବେଳେ ଆଉ ବି ଶିଖିବାର କଥା ହେଉଛି ଯେ ତାଙ୍କ ପାଖରେ ଶାଶୁ ଅଛନ୍ତି, ସେ ଘରର ମୁରବୀ, ସିଏ ଅପଦେଶ ଦେବେ ବା ସିଏ ଡିଟେଲ୍ସ ଦେବେ, ତାଙ୍କର ଉପସ୍ଥିତିରେ ତାଙ୍କର କିଛି ନିଜେ ଚିନ୍ତା କରି ମୋର ଯେଉଁ ଅଧିକାର ନାହିଁ ସେ ପିଲାଟିକୁ ଆଡ଼ଭାଇସ୍ ଦେବା ପାଇଁ ତ ଆସନ୍ତି ଆଦର୍ଶ ତାଙ୍କୁ ଶିଖିବା ପାଇଁ ଆସୁଛନ୍ତି। ଅନେକ କଥାଟା ହେଉଛି କଥା ଏତିକି କହି ରଖେ ଯେ ପ୍ରକୃତରେ ମୁଁ ଆଜି କେତେବେଳେ ଜୀବନଟା କେତେବେଳେ ଆଜି ଠାକୁରଙ୍କୁ ଦୀକ୍ଷା ଦେଇଛି ସତ, କିନ୍ତୁ ବୀଜଟା ବୀଜମନ୍ତ୍ରଟା ଅଙ୍କୁରିତ ହେବ କେତେବେଳେ ଯଦି ମୁଁ ଇଷ୍ଟନିଷ୍ଠ ହୁଏ, ତାଙ୍କରି କର୍ମ ନିଜକୁ ନିୟୁକ୍ତ ରଖେ, ବ୍ୟାପୃତ ରଖେ, ନହେଲେ ମାନେ ଅନେକ ଲସ୍ ହେଇଯିବ, ଅନେକ ପ୍ରକାର ମୋର କ୍ଷତି ହେଇଯିବ। ବେଳେବେଳେ ଅନେକ ପରିବାରକୁ ଆମେ ଯାଉ, ଅନେକ ପରିବାରକୁ ଯାଉଛୁ, ଏଇ ପରିବାରକୁ ଯାଉଛୁ, ଆଗରୁ ଆମେ ଯାଉଥିଲୁ ତ ଆମେ ଦେଖିଛି କି ଜେଜେବାପା ଜେଜେମା ମାନେ ବେଶୀ ବ୍ୟତିବ୍ୟସ୍ତ ହେଇପଡ଼ନ୍ତି, ମୋ ଝିଅଟି କେମିତି ଇଷ୍ଟନିଷ୍ଠ ହେଇଥିବ, ମୋ ପୁଅଟି କେମିତି ମାନେ ମୋର ନାତୁଣୀଟି କେମିତି ହେଇପାରିବ, ମୋର ପୁଅ ମାନେ ନାତିଟି କେମିତି ହେଇପାରିବ। କିନ୍ତୁ ପ୍ରକୃତରେ ବାସ୍ତବ ମିଡ଼ିଲ୍ ପଏଣ୍ଟ ରହିଲେ ତାଙ୍କ ପୁଅ ମାନେ ପୁଅ ବୋହୂ ପ୍ରକୃତି କେତେ ପରିମାଣରେ ମୁଁ ସେମାନଙ୍କୁ ଆଟାଚମେଣ୍ଟ କରିଛି ମନ୍ଦିର ସହିତ ବା କେନ୍ଦ୍ର ସହିତ ବା ଆଚାର୍ଯ୍ୟଙ୍କ ସହିତ। ଯାହାଫଳରେ କ'ଣ ନା ଦେଖୁନା ରହିଯିବ, ଅପାପ ରହିଯିବ। ଆଜି ଦୀକ୍ଷା ନେଇଛି ହୁଏତ କେତେ ବର୍ଷ ତାହା ଲାଗିଯିବ ବା କେତେ ଜନ୍ମ ଲାଗିଯିବ, କୌଣସି ପ୍ରକାର ମୁଁ ସେଭଳି ଭାବରେ ଜୀବନଟାକୁ ସୁଖମୟ କରିପାରିବି ନାହିଁ, ଜୀବନଟାକୁ ସମୃଦ୍ଧମୟ କରିପାରିବିନି, ଉପଭୋଗ କରିପାରିବିନି। ଆସନ୍ତୁ ସମସ୍ତଙ୍କୁ ନିବେଦନ କରେ କେତେ ଜଣ ପ୍ରକାର ମାନେ କେଉଁ ପ୍ରକାର ଭାବରେ ଆଘାତ ଦେଇଛି ବା କ'ଣ କରାଯାଇ କ୍ଷମା କରିବେ। କିନ୍ତୁ ଏତିକି କଥା ବ୍ୟତିବ୍ୟସ୍ତ ଲାଗେ ଯେ ପ୍ରକୃତରେ ଇଏ ଜନ୍ମଟା ଜାଣିବା କଥା। ଅନେକ ଆମେ ଅଛୁ ବହୁତ ଆମର କି ଫାର୍ଷ୍ଟ ଜେନେରେସନ୍, ବହୁତ ସେକେଣ୍ଡ ଜେନେରେସନ୍ ବହୁତ କମ୍ ଥିବ ଏଠି ପିଲାମାନେ ବା ଫାର୍ଷ୍ଟ ଜେନେରେସନ୍, କିନ୍ତୁ ମୋତେ ଅନେକ କିଛି ଜାଣିବାକୁ ଠାକୁରଙ୍କୁ ସେ ଜାଣିବାକୁ ଭଲ ଜାଣିଲା ଭିତରେ ଦେଇକିରି ବହୁତ ମୋର ମାନେ ମୋର କମ୍ପ୍ଲେକ୍ସ କମ୍ୟୁନିଟି ମଣିଷ ତାକୁ ବହୁତ କାମରେ କରି ନପାରେ, ମୁଁ ତ ଚେଷ୍ଟାଟା କରିବି ଅନ୍ତତଃ ମୋ ପିଲାମାନଙ୍କ ଭିତରେ ସେ ମାନେ ପରିବେଶ ଭିତରେ ସେ ଭାବଟାକୁ ସଞ୍ଚାଳିତ କରି ଠାକୁର ଚାହିଁଥିଲେ ଯେମିତି ମାନେ ମ୍ୟାନ୍ ଯେ ମାନେ ମିଟ୍ ଫର୍ ହାଉ ଟୁ ରିକନଷ୍ଟ୍ରକ୍ଟେଡ୍ ଠାକୁର ଯେଉଁ ପ୍ରକାର ସ୍ୱପ୍ନ ଅଛି ତାକୁ ସାକାର କରି ବିଶ୍ୱ ଠାକୁର ହିଁ ଖୁସି ହେବେ। ସମସ୍ତେ ଆମ